ରାଧେ ରାଧେ ମୋର ଆଉ ଗୋଟେ ନୂଆ ଭିଡିଓ ଛାଡିଦେବ ତ ଚାଲ ଦେଖି ନ୍ୟୁ ୟୁନିଭର୍ସଟା କଣ ଘଟୁଛି। ଟୋଟାଲ ଏ ମୁଛାଟା ଆମକୁ ଏତେ ହଇରାଣ ଧରିବ ବୋଲି କେବେ ବି ଜାଣିନଥିଲି। କାରଣ ସେ ମୁଛାଟା ବାଂଶୁଟା ଭିତରେ ପଶିଯାଇଥିଲା, ଉତ୍ତୁମ ହେଇକି ମରିଯାଇଥିଲା। ମୋ ମାମାଠୁ ଗୋଟେ ବନ୍ଧ ହେଇନଥିଲା, ଏମିତି ପେନ୍ କୋଉଠି ଆଉଛି ଦେଖିଲା ବାଂଶୁଟା ଭିତରୁ ଆଉଛି। ବାଂଶୁଟା ତୋଳି ଦେଲା ବେଳକୁ ମୁଛାଟା ମରିଯାଇଥିଲା। ଦେଖି ଦୁଃଖ ଲାଗୁଥିଲା, ସେଠି ରାଜ ବି ଲାଗିଥିଲା। ମଲା ତ ମଲା, ଆମକୁ ଛୁଦିବାଦି ଚଢ଼ିକି ମଲା। କଣ କହିବି ଆଉ। ତାପରେ ଏଠି ଆମେ ସପାରେ ଭିତରେ ଗାଧେଇକି ପଳେଇ ଯାଇଥିଲି ମୁଁ। ସେଠି ଆସିଲା ପରେ ଦେଇର ଆଜି ମନ ହେଇଥିଲା ବାପା ହାତରୁ ଚିକେନ ଖାଇବା ପାଇଁ। ବାପା ସବୁ ସଉଦା ଆଉ ଚିକେନ ନେଇ ଆସିଲେ। କିନ୍ତୁ ଆମେ ବଇଥିଲୁ ନାଇଁ ଗାଧେଇ ପାଧେଇ ପୁଣି ଟିକେ ଲେଟ୍ ନେଇଛି। ସେଠି ଅଣ୍ଡା ଛତୁଆ ବାଲା ଫୋନ କଲେ, କହିଲେ 8 ଦି ବଉନୁ ଅଣ୍ଡା ଛତୁଆ ନେଇ ପଳେଇବ। ମୋର ତ ମିଳିନି, ମୋ ଦେଇ ସାଙ୍ଗରେ ମୋର ଯିବାଟା ଥାଉ, ଏଇ ଥାଉ ମୁଁ ଡରିଲି ହେଇ ଆଇଲି। ତ ଏଠି ଏତେ ଘଣ୍ଟା ପରେ ଏତେ ରଡମରେ ନେଇକି ପଳେଇ ଯାଇଥିଲି ଅଣ୍ଡା ମୁଢି ଆଉ ସୋଲା। ତ ଆଠି ଏଠି ଦେଖିଲା ମାମା କହିଲା ପିଆଜ ସେଟା ତଳୁଛନ୍ତି। ମୁଁ କହିଲି ବାପା ତଳେ ଯାଇଛି, ମାମା କହିଲା ବାପା ନାହିଁ, ସେ ଯାଇଛି ଡ୍ରେସ୍ କିଣିବା ପାଇଁ। ରଜ ପାଇଁ ଆମେ ସବୁ ସପିଂ କରିଛେ, ବାପା ତଳେ ନାହିଁ, ସେଥିଲାଗି ବାପା ଯାଇଛି। କହିଲେ ଓହୋ। ତ ଏଠି ମୁଁ ଭିଞ୍ଚି ହେଲି, ମୋ ଦେଇ ବି ଆସିକି ଭିଞ୍ଚି ହେଲା। ମୋ ଦେଇ କହିଲି ମତେ ଟିକେ ପାଣି ଦବୁ। ସେ କହିଲା ମୁଁ ଟିକେ ପାଣି ପିଇବି। ମୁଁ କହିଲି ମତେ ବି ଟିକେ ଦେ, ମୁଁ ବି ତୋ ସାଙ୍ଗରେ ଯାଇଥିଲି, ମୋ ଦିଏ ବି ତଳେ ନାହିଁ। ଏଠି ମୁଁ ପାଣି ପିଇ ଦେଇଥିଲି। ଏଠି ବାପା ପଳେଇ ଯାଇଥିଲେ ସାର୍ଟ ନେଇଛି, ମାନେ ରଜ ସପିଂ କରିଛି। ପେଣ୍ଟ ସାର୍ଟ ଆଣିନଥିଲେ, ମାନେ ପେଣ୍ଟ ଟା ଟିକେ ଢିଲା ହେଲା, କହିଲେ ଆଉ ଥରେ ଆଇଲେ ତମେ ଆସିକି ନେଇଯିବ। ବାପା କହିଲେ ହଉ, ଏଠି ମାନେ ଡ୍ରେସ୍ ଟା ମାନେ ପିନ୍ଧି ସାରିଲେଣି, ମାନେ ପିନ୍ଧିଛି ସେ ରାନ୍ଧିବେ। ତ ଏଇଠି ରୁହ, ମୁଁ ହେଇଗଲି ହେଇ ଆଇଲି। ହେଇ ପୁରା ତରକାରୀ ପୁରା ରେଡି ହେଇଯାଇଥିଲା ବାପାର, ନାଲ ନାଲ ତରକାରୀ। ବାସ୍ନା ତ ଯୋଉ ଭଳିଆ ହଉଥିଲା, ମୋ ପୁରା ବାସ୍ନାରେ ହିଁ ମୋ ପେଟ ପୁରି ଯାଉଥିଲା। ଦେଖିଆ ତା ରେଜଲ୍ଟ ଟା କଣ ହଉଛି। ଏଠି ରଡମରେ ସବୁ ପଚିଲେଣି, ସବୁ ଭିଞ୍ଚି ଭାଞ୍ଚି ହେଲାଣି। ମୁଁ ବାପା ଟିକେ ଦୋଟା ମସଲା ଗୁଣ୍ଡ ଚଢିକି ଦେଇଥିଲି। ମୋ ଦେଇ ପାଇଁ ଚିକେନ ରାନ୍ଧୁଛି, ଥୋଇ ପଡିଛି। ମୋ ମାମା ଦେହ ଭଲ ନାହିଁ ବୋଲି ଏମିତି ବଇଥିଲା। ମାମାର ମୋର ଟିକେ ଚିକେନ ଛତୁଆ ଖାଇଦେଲୁ, ବହୁତ ଭଲ ହେଇଥିଲା। ବାପା ଆଜି ଖାଇଦେଲେ। ଆମ ଝିଅ ତ ଆଇଁଷ ଖାଏନି, ସେଠି ମିଲ ମିଚର ହେଇଥିଲା ତା ପାଇଁ, ସେ ତ ଅଳତା ବସିକି ଖାଇଦେଲା। ଏଠି ଆମ ଝିଅର ବାପାର ଆଜି ଖାଇ ଦେଇଥିଲେ। ତାଙ୍କର ଖାଇବା ଥରି ସାରିଲା ପରେ ସେ ମାମା ମୁଁ ଦିଦି ବସି ଯାଇଥିଲି ଖାଇବା ପାଇଁ। ବାପଲୋ ଚେକାନ ଟା ଯୋଉ ଗୋଟେ ହେଇଥିଲା ପୁରା ବହୁତ ଭଲ ହେଇଥିଲା। ମାମା ସହିତ ଏତେ ଭାତ ନେଇନଥିଲେ, ମାମା ତ ଦେହ ଭଲ ନଥିଲା ଖାଇଲାନି। ଆମେ ଦେଇର ମୋର ଏଠି ପୁରା ରାନ୍ଧିକି ଖାଇଦେଲୁ, ବହୁତ ବଢିଆ ହେଇଥିଲା। ଭାଇ ଖାଇଛି ଥୋଇବି ନା ତ ମାମା କହିଲା ସେ ମୁଠାଟା ଆଜି ହଇରାଣ ଚଢିଛି, ଯାହା ଟିକେ ଚାରିଟା ବେଳକୁ ଲୁଗାପଟା ନେଇ ଆସିବୁ। ମୁଁ କହିଲି ହଉ ଚାଲେ ଏକାଥରେ କାମ ଟିକେ ଥୋଇବା ଆଉ। ଏଠି ଆମେ ଦେଇ ମୁଁ ଆମ ଝିଅ ପଳେଇ ଯାଇଥିଲୁ ଛାତ ବେଳଠୁ ଲୁଗାପଟା ପାଇଁ। ତ ଦେଖନ୍ତୁ ସେ ଆଦିରେ ପଳେଇଲେଣି। ଏଠି ମୁଁ ଧଉଡିଛି, ମାନେ ସେ ଆଦିରେ ନେଇ ଢୋଟେଇ ଦେବେ। ମୁଁ କହିଲି ଯାଉଛି। ଆମେ 3 ଜଣ ଦେଖୁନାହାନ୍ତି କେତେ ସଫା ହେଇଥିଲା, ନୂଆ ନୂଆ ଖାଲି ସଫା ହେଇଯାଇଥିଲା। ଆଉ ପୁରୁଣା ଥିଲା, ଆମେ କାଲି ସଫା କରିବୁ ବୋଲି। ସେଠି ଆମେ ସବୁ 3 ଭଉଣୀ ବାନ୍ଧି ବୁନ୍ଧି ଦେଲୁ। ତ ଦେଖନ୍ତୁ ଏଠି ବାନ୍ଧି ବୁନ୍ଧି ଦେଇଛୁ, 3ଟା ପୁଟୁଳ ନେଇଛି ଧରୁଛୁ। ସେଠି ମୋ ଦିଦି ଗୋଟେ ପୁଟୁଳ ଧରିଥିଲା, ମୁଁ ଗୋଟେ ପୁଟୁଳ ଧରିଥିଲା, ଆମ ଝିଅ ଗୋଟେ ପୁଟୁଳ ଧରିଥିଲା। ମାନେ ସବୁ ଏଇ ଶାଢୀର ଅବସ୍ଥା ଦେଖୁନ, ଏତେ ଜୋର ଛଡା ହେଇଛି, ମାନେ ତା କଲର ଉଡେଇଛି। ମୋ ମାମା ଆଉ ପିନ୍ଧିବନି, ଏତେ ଜୋର ଛଡା ହଉଛି। ମୁଁ ଭାବି ପାରୁନି କେତେ ଜୋର ଛଡା, ମା ଶାଢୀର ବି କଲର ଉଡେଇ ଦଉଛି। ଏଠି ଆଣିଲା ପରେ ଦେଇ ସବୁ ବାନ୍ଧି ଦେଇଥିଲା। ଆମେ ନୂଆ ନୂଆ ସାଇଜ ବାଣ୍ଟରେ ରଖି ଦେଇଥିଲୁ। ମାମା ଏଠି ବାଣ୍ଟ ଦେଇଥିଲା। ଆଜିର ମିନି ବଟ ଏଇଠି ରଖିଛି, ଯଦି ଭଲ ହେଇଥାଏ ଯୋଉଟା ନିଚେ